ହୋଲି ଆସିଗଲା ବନ୍ଧୁମାନେ। ରଙ୍ଗ ଠାରୁ ନୁହେଁ, ରଙ୍ଗ ବଦଳାଉଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଜୀବନରେ ଅନେକ କିଛି ମିଳେ, କିନ୍ତୁ ଦୁର୍ଭାଗ୍ୟର କଥା ଆମେ ତାର ସଦୁପଯୋଗ କରିପାରୁନାହୁଁ। କେବଳ ତାକୁ ଗଣିଥାଉ ଯାହାକୁ ଆମେ ହାସଲ କରିପାରିଲେ ନାହିଁ। କେବେ ବି କୌଣସି ମଣିଷର ନଜରରେ ଆପଣ ତଳକୁ ଖସିଯିବା ପାଇଁ ଚେଷ୍ଟା କରିବେ ନାହିଁ, କାହିଁକି ନା କ୍ଷମା କରିବା ଲୋକ ଆପଣଙ୍କୁ କ୍ଷମା କରିଦେବେ, କିନ୍ତୁ ପୁଣି ଆପଣ କେବେ ମଧ୍ୟ ସେ ମଣିଷର ହୃଦୟରେ ଜାଗା ପାଇପାରିବେ ନାହିଁ। ଯିଏ ଶକ୍ତି ନଥାଇ ବି ମନରୁ ହାରି ନଥାଏ, ତାକୁ ଦୁନିଆର କୌଣସି ଶକ୍ତି ହରେଇ ପାରେ ନାହିଁ। ରାତି ନଥିଲେ ସକାଳର କିଛି ମହତ୍ତ୍ୱ ନଥାଏ। ଠିକ୍ ସେହିପରି ଜୀବନରେ ଦୁଃଖର ବାଦଲ ନ ଆସିଲେ ସୁଖର ଅନୁଭବ ମଧ୍ୟ ହୋଇନଥାଏ। ଘରେ ଏମିତି ଜଣେ ନିଶ୍ଚୟ ଥାନ୍ତି ଯିଏ ସବୁବେଳେ ବକ୍ ବକ୍ ହୋଇଥାନ୍ତି, ବିନା କାରଣରେ ରାଗିଥାନ୍ତି, କଥା ନଥିଲେ ମଧ୍ୟ ଝଗଡ଼ା କଲା ଭଳି କଥା କୁହନ୍ତି। କିନ୍ତୁ ବିଶ୍ୱାସ କର, ତାଙ୍କ ପାଇଁ ଘର ଘର ଭଳି ଲାଗେ। ଯେଉଁଦିନ ସେ ଦୂରେଇ ଯିବେ କିମ୍ବା କଥା କହିବା ବନ୍ଦ କରିଦେବେ, ସେତେବେଳେ ତାଙ୍କର ସେହି ରାଗ କଥା ଅଧିକ ମନେ ପଡ଼ିବ। ସେହି କଣ୍ଠସ୍ୱର ବିନା ଘରଟା ଖାଲି ଖାଲି ଲାଗିବ। କିଛି ଲୋକଙ୍କ ଠାରୁ ଆମକୁ ଦୂରେଇ ଯିବା ହିଁ ବହୁତ ଭଲ ହୋଇଥାଏ, କାହିଁକି ନା ତାଙ୍କଠାରୁ ଦୂରେଇ ନ ଗଲେ ସେମାନେ ନିଜେ ବୁଡ଼ିବା ସହିତ ଆମକୁ ବି ବୁଡ଼େଇ ଦିଅନ୍ତି। ସବୁ ଜିନିଷ ଭାଗ୍ୟରୁ ମିଳିନଥାଏ। କିଛି ଜିନିଷ ପାଇଁ ଆମକୁ ଯୋଗ୍ୟ ବି ହେବାକୁ ପଡ଼େ। ଆପଣଙ୍କ ପସନ୍ଦର ମଣିଷକୁ ଟିକେ ଦେଖି ଚାହିଁ ରଖୁଥିବେ, କାହିଁକି ନା ଯଦି ଏମାନେ ହଜିଗଲେ ତେବେ ଗୁଗୁଲରେ ମଧ୍ୟ ମିଳିବେ ନାହିଁ। ଲଗାତାର ହେଉଥିବା ଅସଫଳତାକୁ ଦେଖି ନିରାଶ ହୁଅନ୍ତୁ ନାହିଁ। ବେଳେବେଳେ ପେନ୍ଥାର ଶେଷ ଚାବିଟି ତାଲା ଖୋଲି ଦେଇଥାଏ। କାହାକୁ ନିଜର ଦୁଃଖ ଜଣାଇବା ସମୟରେ ଏତିକି ଧ୍ୟାନ ଦିଅନ୍ତୁ ଯେପରି ତୁମକୁ ତାଙ୍କର ଦୁର୍ବଳତା ଜଣାଥିବ, କାହିଁକି ନା ସୁଯୋଗ ମିଳିଲେ ସାପ ହୁଏତ ଚୋଟ ନ ମାରିପାରେ, କିନ୍ତୁ ମଣିଷ ନିଶ୍ଚୟ ମାରିବ। ଜୀବନକୁ କିଛି ଏମିତି ଲୋକ ଆସିଥାନ୍ତି ଯେଉଁମାନେ ଅଳ୍ପ ଦିନରେ ଅତି ପ୍ରିୟ ହୋଇଯାଆନ୍ତି ଓ ଏମିତି ଅନୁଭବ ଦେଇଥାନ୍ତି ଯେମିତି ସେମାନେ ଆମକୁ କେବେ ବି ଛାଡ଼ିକି ଯିବେ ନାହିଁ, କିନ୍ତୁ ଶେଷରେ ଏମିତି ଚୁପଚାପ ଆମଠାରୁ ଦୂରେଇ ଯାଆନ୍ତି ଯେମିତି ଆମ ଜୀବନକୁ କେବେ ଆସି ହିଁ ନଥିଲେ। ଆପଣ ଅତୀତକୁ କେବେ ବଦଳାଇ ପାରିବେ ନାହିଁ, କିନ୍ତୁ ଭବିଷ୍ୟତ ଆପଣଙ୍କ ହାତରେ ଅଛି। ଚେଷ୍ଟା କଲେ ନିଶ୍ଚୟ ବଦଳାଇ ପାରିବ। ରୂପ ଠାରୁ ଚରିତ୍ର ବଡ଼, ପ୍ରେମ ଠାରୁ ତ୍ୟାଗ ବଡ଼, ଧନ ଠାରୁ ମାନବିକତା ବଡ଼, ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ଼ ଏ ଦୁନିଆରେ କିଛି ବି ନାହିଁ। ଅନ୍ୟର ଖୁସି ଛଡ଼େଇ ନେଲେ ଅଳ୍ପ ଦିନ ପାଇଁ ଖୁସି ମିଳିଥାଏ, ଅନ୍ୟକୁ ଖୁସି ଦେଲେ ସାରା ଜୀବନ ଆଶୀର୍ବାଦ ମିଳିଥାଏ। ଏ ଦୁନିଆର କୌଣସି ମଣିଷ ଆପଣଙ୍କୁ ଖୁସି ଦେଇପାରିବ ନାହିଁ ଯେଉଁ ପର୍ଯ୍ୟନ୍ତ ଆପଣ ନିଜେ ଖୁସି ହେବା ପାଇଁ ଚେଷ୍ଟା ନ କରିବେ। ବିତି ଯାଇଥିବା କାଲିର ଅନୁତାପ ଆଉ ଆସୁଥିବା ଭବିଷ୍ୟତର ଚିନ୍ତା, ଏ ଦୁଇଟି ଏମିତି ଚୋର ଅଟନ୍ତି ଯିଏ ଆମ ଜୀବନର ସୁନ୍ଦରତାକୁ ଚୋରେଇ ନେଇଥାନ୍ତି।